ନମସ୍କାର ଦର୍ଶକ ବନ୍ଧୁ, ତୋରି ପାଇଁ ତୋ ପାଇଁ ସିରିଏଲରେ ଆପଣମାନେ ଦେଖିବାକୁ ପାଇବେ କି ଚିକି ଆଜି ହାରିଯିବେ ଆଉ ଜିତିଯିବ ସେ ଦୁଷ୍ଟ ରୁହି। କାହିଁକି ନା ରୁହି ଶରୀରରେ ଏବେ ଏତେ ଶକ୍ତି ଆସିଯାଇଛି ଯେ ଚିକି ଦେଖିକି ଆଶ୍ଚର୍ଯ୍ୟ ହୋଇଯିବେ। ନିଶା ଥାଇ ଆଜି ଯଶୋଦାଙ୍କୁ କହିବ, ତୁ ଏଠିକି ଆସିବାକୁ ପୁଣି ସାହସ କେମିତି କଲୁ? ଆଉ ଯଶୋଦା ଏମିତି ଶୁଣି ରାଗିଯାଇ କହିବେ, ତୋ ପରି ଝିଅଙ୍କୁ ତା ଅସଲ ଜାଗା ଦେଖେଇବାକୁ ଏ ଯଶୋଦା କେବେ ବି ମାଇଣ୍ଡ କରିବନି। ଯଶୋଦା ଏମିତି କହିବା ପରେ ସେ ଦୁଷ୍ଟ ନିଶା ଯଶୋଦାଙ୍କୁ ଆଙ୍ଗୁଠି ଦେଖାଇ ଯେତେବେଳେ ଗାଳି କରୁଥିବ, ଠିକ୍ ସେତିକି ବେଳେ ଯଶୋଦା ନିଶା ହାତକୁ ମୋଡ଼ି ଧରି କହିବେ, ତୁ ଏହି ହାତରେ ବହୁତ ପାପ କରିଛୁ, କିନ୍ତୁ ଏସବୁର ହିସାବ ଏବେ ମୁଁ କରିବି। ରୁହିଙ୍କୁ ଚିକିଙ୍କ ପାଦ ତଳକୁ ପେଲିଦେବେ ଆଉ ଚିକି ରୁହି ନାଁ ଶୁଣିବା ପରେ ପୁରା ଡରିଯିବେ ଆଉ ଯଶୋଦା ପୁଣି କହିବେ, ହଁ ଚିକି, ଇଏ ହେଉଛି ରୁହି, ଯିଏକି ତୋ ଠାରୁ ପୁରୁଣା ଶତ୍ରୁର ବଦଲା ନେବା ପାଇଁ ପୁଣି ଆସିଛି। କିନ୍ତୁ ଠିକ୍ ସେତିକି ବେଳେ ଦେବୀ କହିବେ, ସେ ଏକା ନୁହଁ ଚିକି, ତୋ ଭକ୍ତିକୁ ଭାଙ୍ଗିବା ପାଇଁ ତା ସହ ଆଉ କିଏ ବି ଅଛି। ଏତିକି କହିବା ପରେ ସେ ରୁହିର ଆଖିରୁ ଲାଲ ହୋଇଯିବ ଆଉ ଏସବୁ ଦେଖି ସମସ୍ତେ ସେଠି ପୁରା ଆଶ୍ଚର୍ଯ୍ୟ ହୋଇଯିବେ।